ରାଧେ ରାଧେ। ରାଧା ପ୍ରେମର ଦେବୀ, କୋମଳତା, କରୁଣା, ସମର୍ପଣ, ଭକ୍ତି, ଶକ୍ତିର ଉତ୍ସ, ଦିବ୍ୟ ସତ୍ତାର ମାତୃରୂପ ମହାଲକ୍ଷ୍ମୀ। ଲୌକିକ ଦୃଷ୍ଟିକୋଣରୁ ଉତ୍ତରପ୍ରଦେଶର ମଥୁରା ନିକଟବର୍ତ୍ତୀ ବର୍ଷାନା ନାମକ ସ୍ଥାନରେ ରାଧାଙ୍କର ଜନ୍ମ। ଏକ ପଦ୍ମଫୁଲ ଉପରେ ନବଜାତ କନ୍ୟାଟିକୁ ଦେଖି ରାଜା ବୃଷଭାନୁ ତାଙ୍କୁ କୋଳକୁ ଉଠାଇ ଆଣିଥିଲେ। ସେ ବୃଷଭାନୁଙ୍କ ପତ୍ନୀ କୀର୍ତ୍ତିଦାଙ୍କ ଦ୍ୱାରା ଲାଳିତ ପାଳିତ ହୋଇଥିଲେ। ସଂସ୍କୃତ ଭାଷାରେ ରାଧାର ମୌଳିକ ଅର୍ଥ ଆରାଧନା ତଥା ଉପାସନା। ରାଧାଙ୍କ ଉପାସନା ବିନା କୃଷ୍ଣ ପ୍ରାପ୍ତି ଅସମ୍ଭବ। ମଥୁରା, ବୃନ୍ଦାବନର କୋଣ ଅନୁକୋଣ ପ୍ରେମମୟୀ ଶ୍ରୀରାଧା ଏବଂ ଭଗବାନ କୃଷ୍ଣଙ୍କ ଦିବ୍ୟ ପ୍ରେମର କଥା କହେ। ବୈଷ୍ଣବ ଭକ୍ତମାନେ ବିଶ୍ୱାସ କରନ୍ତି ଯେ ରାଧା ପ୍ରତି ଭକ୍ତି ବିନା କୃଷ୍ଣ ପ୍ରାପ୍ତ ଅସମ୍ଭବ। ଶାସ୍ତ୍ରରେ କୃଷ୍ଣଙ୍କ ଆହ୍ୱାଦିନୀ ଶକ୍ତି ରାଧା ବୋଲି ବର୍ଣ୍ଣନା ରହିଛି। ରାଧା ବିନା କୃଷ୍ଣ ଅଧୁରା। ତେବେ କୃଷ୍ଣଙ୍କର ରାଧାଙ୍କର ନିବିଡ଼ ପ୍ରେମ ସତ୍ତ୍ୱେ ଦୁହିଁଙ୍କ ମଧ୍ୟରେ ବିବାହ ସମ୍ଭବ ହୋଇଥିଲା ନା ନାହିଁ, ତା ନେଇ ଅନେକ ପ୍ରଶ୍ନ ଉଙ୍କି ମାରେ। ଏହାର ଉତ୍ତର ମିଳେ ସଂକେତବନ ଦର୍ଶନ କରିବାକୁ ଗଲେ। ଏଠାରେ ରାଧାକୃଷ୍ଣଙ୍କର ବିବାହ ହୋଇଥିବାର ପ୍ରମାଣ ମିଳେ। ମଥୁରାଠାରୁ 50 କିଲୋମିଟର ଦୂର ଏହି ଦିବ୍ୟସ୍ଥଳ ସଂକେତବନ। ରାଧାଙ୍କର ଜନ୍ମସ୍ଥଳ ବର୍ଷାନାଠାରୁ 4 କିଲୋମିଟର ଦୂର ଉତ୍ତରକୁ ହୋଇଥିବା ବେଳେ କୃଷ୍ଣଙ୍କ ରହଣୀ ସ୍ଥଳ ନନ୍ଦଗ୍ରାମଠାରୁ 3 କିଲୋମିଟର ଦକ୍ଷିଣକୁ ଅବସ୍ଥିତ। ଏଠାରେ ରାଧାକୃଷ୍ଣ ଗୋପୀମାନଙ୍କ ସହ ରାସଲୀଳାରେ ଆଜି ବି ମଗ୍ନ ରହିଛନ୍ତି ବୋଲି ବିଶ୍ୱାସ କରାଯାଏ। ଏହିଠାରେ ହିଁ ପ୍ରଥମ ଥର ପାଇଁ କିଶୋରୀଜୀଙ୍କ ସହ କୃଷ୍ଣଙ୍କର ଭେଟ ହୋଇଥିଲା ବୋଲି ପୁରାଣ କହେ। କାଳିୟ ଦଳନ ବେଳେ ଯେବେ ଗୋପପୁରବାସୀ ଜାଣିଲେ ଯେ ତାଙ୍କର ପ୍ରିୟ କାହ୍ନାଙ୍କୁ କାଳିୟ ସର୍ପ ଆକ୍ରମଣ କରିଛି, ସେମାନେ ସମସ୍ତେ ବ୍ୟାକୁଳ ହୋଇ ଯମୁନା କୂଳରେ ଜମା ହୋଇଗଲେ। ସେମାନଙ୍କ ସହ ରାଧାରାଣୀ ମଧ୍ୟ ନିଜର ସଖୀମାନଙ୍କ ଗହଣରେ ଯମୁନା କୂଳକୁ ଆସିଥିଲେ। ସେତେବେଳେ କୃଷ୍ଣ କାଳିୟ ଫଣା ଉପରେ ନୃତ୍ୟ କରୁଥିବାର ଦୃଶ୍ୟ ଦର୍ଶନ କଲେ ରାଧା। ଏହି ସମୟରେ କୃଷ୍ଣଙ୍କ ନଜର ମଧ୍ୟ ଲାବଣ୍ୟମୟୀ ଶ୍ରୀରାଧାଙ୍କ ଉପରେ ପଡ଼ିଲା। ସେହି ମୁହୂର୍ତ୍ତରୁ ସେ ରାଧିକାଙ୍କୁ ଭେଟିବାକୁ ଆତୁର ହୋଇଉଠିଲେ। ପରିଶେଷରେ ସଖା ସୁବଳ ଏବଂ ବୃନ୍ଦାବତୀଙ୍କ ସହାୟତାରେ କୃଷ୍ଣ ଏବଂ ରାଧାଙ୍କର ଭେଟ ଏହି ସଂକେତ ବନରେ ହିଁ ହେଲା। ସଂକେତ ବନରେ ଦୁହେଁ ଗୁପ୍ତ ବିବାହ କରିଥିଲେ। ସଂକେତଠାରେ ରାଧାକୃଷ୍ଣ ବିବାହ ବେଦୀର ଶିଳା ରହିଛି, ଯେଉଁ ଶିଳାରେ ବ୍ରହ୍ମା ଏହି ବିବାହ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଠାରେ ପ୍ରାଚୀନ ରାଧାରମଣଜୀ ମହାରାଜାଙ୍କ ମନ୍ଦିର ରହିଛି। ମନ୍ଦିରରେ ରାଧା ଏବଂ ମୋହନଙ୍କ ମୂର୍ତ୍ତି ସ୍ୱୟଂ ପ୍ରକଟ ହୋଇଥିବା କୁହାଯାଏ।